ମୁଁ ତେବେ ଆସେ। ହଉ। କ'ଣ ପୁରଞ୍ଜନ, କାଲି କଥା ମନେ ଅଛି ତ? ଏକଦମ ଫିଟ୍ ଫାଟ୍ ହେଇକି ଆସିବ। ବୁଟ୍ ପିନ୍ଧିବ, ହଁ ସେ ଟାଇଟାକୁ ନିଶ୍ଚୟ ପିନ୍ଧିବ। ଖାସ୍ ତମ ପାଇଁ ସେଇଟା କିଣିଛି, ସେଇଟା ତମକୁ ଖୁବ୍ ମାନିବ। ଟାଇଟା ପିନ୍ଧିବା କ'ଣ ଦରକାର ସାର୍? ଡ୍ରେସ୍ କୋଡ୍ ସବୁ ମାଙ୍କଡ଼ା। ଏ ବ୍ରିଟିଶ ବାଲା ତ ଚାଲିଗଲେ, ହେଲେ ଏଇ କଳା ଗୁମାସ୍ତାଟାକୁ ଛାଡ଼ି ଯାଇଛନ୍ତି। ଆମ ଏମ୍ଡିଟା ତା ଭିତରୁ ଗୋଟାଏ। ନ ମାନିଲେ ଚାକିରି ଖାଇଯିବ। ଗୋଟାଏ ଦିନ ତ ଚଳେଇ ନେଇଯିବ। ମୁଁ ତାହେଲେ ଆସୁଛି। ଆଜ୍ଞା। Rosmilan Panda. Panda. Sir. Okay. Hariar Singh, sir. Singh. Yes, sir. Okay. Thank you, sir. प्रसन्न कुमार चौधरी. Good. ସାର୍ ପୁରଞ୍ଜନ ସାମଲ। ତମର ଟାଇ କାଇଁ? ପିନ୍ଧିନି ସାର୍, ଭାଇ ଦରକାର ମନେ କରିଥିଲି। ସରି ସାର୍, ତାଙ୍କ ବେକରେ ଗୋଟେ ବଥ ହେଇଛି ତ। ସାର୍ ସେ ଜଣେ ଭଲ ୱାର୍କର। ଆଇ ନୋ ଇଜ୍ ଏ ଗୁଡ୍ ୱାର୍କର, କିନ୍ତୁ ବଡ଼ ଅଫିସରଙ୍କ ସହିତ କେମିତି କଥାବାର୍ତ୍ତା କରିବା ହି ସୁଡ୍ ଲର୍ନ। କ'ଣ? ମୋ ବେକରେ ବଥ ହେଇନି। ମ୍ୟାନେଜର ମୋତେ ଟାଇ ଦେଇଥିଲେ ପିନ୍ଧିବାକୁ, ହେଲେ ମୁଁ ପିନ୍ଧିଲିନି। କ'ଣ ପାଇଁ ପିନ୍ଧିଲନି? ବାଧ୍ୟତା ଭିତରେ କିଛି କରିବାକୁ ମୁଁ ପସନ୍ଦ କରେନି। ଦିସ୍ ଇଜ୍ ଟୁ ମଚ୍। ବସ। ଏଇଟା ନିଅନ୍ତୁ, ଆପଣଙ୍କ ଜିଏମ୍ ସାହେବକୁ ଦେଇଦେବି। ପୁରଞ୍ଜନ, ସେ ପିଲାଳିଆମି ଢଙ୍ଗ ଟିକେ ଛାଡ଼। ମୁଁ ଜମା ମିଛ କହିପାରିନି ସାର୍। ତା ଛଡ଼ା ମୋ ପାଇଁ ଆପଣ ବି କାହିଁକି ମିଛ କହିବେ? ମୁଁ ଆସୁଛି। ପୁରଞ୍ଜନ, ଯିଏ ଚାକିରି ଖଣ୍ଡକ ରଖିପାରୁନି ସିଏ ପୁଣି ବ୍ୟବସାୟ କରିବ? ଆପଣ ଏ କଥା ବିଶ୍ୱାସ କରୁଛନ୍ତି? କରିବ। କରିବ ମାଉସୀ, ସବୁ କରିବ। ବେକରେ ଖାଲି ପଗାଟା ପଡ଼ିଯାଉ, ବଳେ ସାବାଡ଼ ହେଇଯିବ। ମୁଁ ତ ଏ କଥା କେବେ ତାକୁ ମନା କରିନି, ହେଲେ ତାର ଏକା ଜିଦ୍, ସେ ବାହା ହବନି। ତା ଛଡ଼ା ବାହାଘର ପାଇଁ ଏତେ ଟଙ୍କା ପଇସା ଆସିବ କୋଉଠୁ? ଆପଣ ତ ଆମ ବିଷୟରେ ସବୁ ଜାଣିଛନ୍ତି, ଆଉ ୟା କଥା କ'ଣ ଆପଣଙ୍କୁ ଅଜଣା ଯେ ମୁଁ କହିବି? ଭଲ ପ୍ରସ୍ତାବଟି ଅଛି। ଏଇ ଭୁବନେଶ୍ୱରରେ ତମକୁ ଆଗରୁ କହିସାରିଛି, ମୋର ଗାଡ଼ି ଆଉ ଘର କିଛି ନାହିଁ।
କାରଣ ଏଥିରେ ବାନ୍ଧି ହୋଇ ରହିବାର ସ୍ୱପ୍ନ ମୋର ନାହିଁ। ଅଥଚ ତମେ ମୋତେ ବାହା ହେବାକୁ ରାଜି ହେଇଗଲ। ୟା ଭିତରେ କି ପ୍ରକାର ବାଧ୍ୟତା ଥିଲା? କିଛି ବାଧ୍ୟତା ନଥିଲା। ମୁଁ ନିଜ ଇଚ୍ଛାରେ ହଁ କରିଛି। ତମେ ବିଶ୍ୱାସ କରୁଛ ମୋତେ ବାହା ହେଇ ଜୀବନ ସାରା ସୁଖରେ କାଟିବ ବୋଲି? ମୋତେ ବାହା ହେବା ନିଷ୍ପତ୍ତି ନେବା ଆଗରୁ ଏ ବିଷୟରେ ଟିକେ ଭାବିବା ଦରକାର ଥିଲା। ଅନେକ ଭାବିବା ପରେ ମୁଁ ଏଇ ନିଷ୍ପତ୍ତି ନେଇଛି। ମୋତେ ଲାଗୁଛି ମୁଁ ଚଳେଇ ପାରିବି। ଦେବୀ, ମୁଁ ଗୋଟେ କଥା କହିବି, ମାନିବ? ମୁଁ ଯଦି କେତେବେଳେ କ'ଣ କହିଦିଏ ତମେ ଚୁପ୍ ରହି ପରେ ମୋ ଭୁଲ ବିଷୟରେ କହିଦେଲେ ଅସୁବିଧା କ'ଣ? ତମେ ହେଉଛ ଏ ଘରର କର୍ତ୍ତା। ଘରର ସବୁ କାମ ତମେ ଠିକ୍ ଠିକ୍ ବୁଝିବ। ସେମିତି ହେଲେ ଅସୁବିଧା କାହିଁକି ହବ? ସବୁ ଅସୁବିଧାକୁ ଠିକ୍ ଭାବରେ ବୁଝି ଯଦି ଆମେ ତାର ସାମ୍ନା ନ କରିବା ତାହେଲେ ଏସବୁର ସମାଧାନ ହବ କେମିତି? ଅଷ୍ଟମଙ୍ଗଳା ନ ଯାଉଣୁ ମୋତେ ରୋଷେଇ ଘରକୁ ଯିବାକୁ ପଡ଼ିଲା। କୋଉ ବୋହୂ ଏକଥା ସହିପାରିବ? ଘର ଗୋଟାକର କାମ ତମ ବୋଉ ଚାଉଳ ବାଛିବା ଆଉ ପରିବା କାଟିବା ଛଡ଼ା କୋଉ କାମ କରୁଛନ୍ତି? ତମ ଭାଇ କଥା ତ ଛାଡ଼, ମୁଁ ବୋଲି ସବୁ କରୁଛି। ଆଉ କିଏ କରିବ ତ ଦେଖେ? ଦେବୀ, ଏଇ କେଇଟା ଦିନ ଘରେ ପାଦ ଦଉ ଦଉ ତମର ଏମିତି କହିବାଟା କ'ଣ ଠିକ୍ ହେଉଛି? ତମେ କେବେ ଭାବିବାକୁ ଚେଷ୍ଟା କରିଛ ଧୈର୍ଯ୍ୟ ଧରି କାମ ନ କଲେ କିଛି ହୁଏନି? ଧୈର୍ଯ୍ୟର ସୀମା ଥାଏ, ସୀମା ଟପିଗଲାଣି। ମୁଁ ଏସବୁ କରିବି କାହିଁକି? ଖାଇବାକୁ ଏତେ ଲୋକ, କାମ କଲା ବେଳକୁ କିଏ କୁଆଡ଼େ।
ତମେ ଆମ ଘର ବିଷୟରେ କ'ଣ ଜାଣିଛ? ଯେତିକି ଜାଣିଲିଣି ଆଉ ବେଶୀ ଜାଣିବା ଦରକାର ମନେ କରୁନି। ରୋଜଗାର କରିବାକୁ ତମେ ଏକା, ଆଉ ଚଳିବାକୁ ଏତେ ଲୋକ। ତମେ ସେମାନଙ୍କ ପଛରେ ଖର୍ଚ୍ଚ କରିବା କ'ଣ ଦରକାର? ନିଜକୁ ଅଯଥା ଅସୁବିଧାରେ ପକାଇବା ଛଡ଼ା ଆଉ କ'ଣ? ମୋ ଶାଶୁ ସେ ବୋହୂ ଯୋଉଭଳି ଭାବରେ ଖୁଣ୍ଟା ମାରି ସେ ମତେ କହୁଛି, ମୋ ପଥର ହେଇ ସବୁ ସହିଯାଉଛି। ଆଉ କଣ ମୁଁ ତାକୁ ନେହୁରାଇବି? ନେଉରାକୁ ତମକୁ କିଏ କହୁଛି? ତମେ ମତେ ନବ ନା ମୁଁ ଯିବା ବ୍ୟବସ୍ଥା ନିଜେ କରିବି? କୁଆଡ଼େ ଯିବ ଏତେବେଳେ? ଆମ ଘରକୁ। ପରଦିନ ପରା ଯାଇଥିଲ। ପରଦିନ ଏମିତି ବୁଲିବାକୁ ଯାଇଥିଲି, ଏଥର ଗଲେ ରହିବି। ଏଠି ଆଉ ମୁଁ ଚଳିପାରିବିନି। ଦେବୀ, ତମେ ଯେମିତି ହଉଛ ସେଥିରେ କାହାର କିଛି ଲାଭ ହବନି, ତମର ବି ନୁହେଁ। ତମ ବଂଶରେ ଭାଇ କାହାର ଲାଭ ହୋଇପାରେ ସେମିତି ଭାବିବା ଭଳି ମୂର୍ଖ ମୁଁ ନୁହେଁ। ତାହେଲେ ମତେ ବାହା ହଉଥିଲ କାହିଁକି? ଏମିତି କଥା ମୁଁ ଜାଣିନଥିଲି। କ'ଣ ଜାଣିନଥିଲ ତମେ? ଜାଣିନଥିଲ ଆମେ ମିଶିକି ରହୁଛୁ ବୋଲି? ଜାଣିନଥିଲ ମୁଁ ବ୍ୟବସାୟ କରୁଛି ବୋଲି? ଜାଣିନଥିଲ ଆମ ଘରେ ସନ୍ମାଇକାର ଡାଇନିଂ ଟେବୁଲ ନାହିଁ ବୋଲି? ମୋ ସାଙ୍ଗରେ ଏତେ ବଡ଼ ପାଟିରେ କଥାବାର୍ତ୍ତା କରିବେନି କହିଦେଉଛି। ପାଟି କଲେ ମୁଁ ଡରିଯିବି ବୋଲି ଭାବୁଛ? ମୁଁ କୋଉ ନଥିଲା ଘରର ଝିଅ ହେଇଛି ଯେ ଡରିଯିବି? ଦେବୀ, ତମେ ଚୁପ୍ ହଉଛ ନା ନାଇଁ? ଏମିତି ଅଶିକ୍ଷିତାଙ୍କ ଭଳିଆ କାହିଁକି ହଉଛ କହିଲ? କ'ଣ କହିଲ? ମୁଁ ଅଶିକ୍ଷିତା? ତମ ଘରେ କେଇ ଗଣ୍ଡା ପଣ୍ଡିତ ଅଛନ୍ତି ମୁଁ ଦେଖିନି? ଆଖି ଦେଖେଇଲେ ମୁଁ ଚୁପ୍ ହେଇଯିବି ବୋଲି ଭାବୁଛ? ନା, ମୁଁ ଚୁପ୍ ହେବିନି। ମୁଁ କ'ଣ ମୂର୍ଖ ନା ଗାଉଁଲି? ମୁଁ କୋଉ ବାପର ଝିଅ ଜାଣିନ? ଧମକଉଛ ମତେ? ମୁଁ କାଲି ମୋ ବାପ ଘରକୁ ଚାଲିଯିବି, ଅଲବତ ଯିବି। ଶୁଣ କହୁଛି, ଯଦି ତମ ମା ଭାଇଙ୍କୁ ତମକୁ ରଖିବାକୁ ଇଚ୍ଛା ହଉଛି ରଖ, ମତେ ଛାଡ଼। ଯଦି ମତେ ରଖିବାକୁ ଇଚ୍ଛା ହଉଛି ତାହେଲେ ସେମାନଙ୍କୁ ଛାଡ଼। ମୁଁ ସେମାନଙ୍କ ସହିତ ଏଇ ଘରେ ଗୋଟେ ମୁହୂର୍ତ୍ତ ବି ରହିପାରିବିନି। ତମେ ନ ଗଲେ ମୁଁ ମୋର ଅଲଗା ଘରେ ନେଇ ରହିବି। ପୁରିଆରେ ଆମ ମା ପୁଅ ଦି ଜଣଙ୍କ ପାଇଁ ତମ ଦି ଜଣଙ୍କ ଭିତରେ କାହିଁକି ଅପଡ଼ ହବ? ଆମ ଦି ଜଣକୁ କାଲି ସକାଳେ ଗାଁ ବସରେ ବସେଇଦେ ଆମେ ଗାଁକୁ ଚାଲିଯାଉ, ତୋ ଘର ଥଣ୍ଡା ପଡ଼ିଯାଉ। ତମର ଯାହା ଇଚ୍ଛା ହଉଛି ସେଇଆ କର। ସେ ତା ବାପ ଘରକୁ ଚାଲିଯାଉ, ତୁ ତ ଗାଁକୁ ପଳା, ମୁଁ ଏଠି ଏକୁଟିଆ ରହିବି। ଅନ୍ତତଃ ପକ୍ଷେ ମଣିଷ ଟିକେ ଜଞ୍ଜାଳରୁ ମୁକ୍ତି ପାଇଯାଉ। ପୁରିଆ, ଏଠିକା ଅବସ୍ଥା ଭୟାବହ। ସୁକୁଟି ଅପାର ଝିଅ ବୀଣା ଗର୍ଭବତୀ ଥାଇ ଆତ୍ମହତ୍ୟା କରିଛି।
ବୋହୁଟା ଏକା ସେଇଠି ହଇରାଣ ହେଉଥିବ, ପିଲା ଛୁଆ ହବାର ଅଛି, ଘରକରଣା କେମିତି କରୁଥିବ। ଏମାନଙ୍କୁ ପଠେଇଦେଲୁ କାହିଁକି? ଆସିବା 3 ମାସ ହେଲାଣି। ବୁଲାର ଗୁଣ୍ଡା ବି ମିଶିକରି ଭୋଗୁଛୁ। ବୋହୁର ପିଲାଛୁଆ କଥା ଜଣେଇମୁ, ଚିଠି ପାଇ ଚିଠି ଦେବୁ। ତୋର ବାପା। ପୁରିଆ, ତୁ ଏଠୁ ଯିବା ପରେ ମନଟା ଏଠି ଲାଗୁନି ରେ। ଶୁଣିଲି ତୁ ଚାକିରି ଛାଡ଼ି କ'ଣ ଗୋଟେ ବ୍ୟବସାୟ କରୁଛୁ ବୋଲି। ଶେଷରେ ତୁ ବି ଏ ଫାଲତୁ ଧନ୍ଦାରେ ମୁଣ୍ଡ ପୁରେଇଲୁ କାହିଁକି? ଏମିତି କଲୁ? ମଣିଆ ଭାଇ ମନ ବି ଖରାପ। ତୁ ପାଠଶାଠ ପଢ଼ିଛୁ, ଚୋରଙ୍କ ଗହଣରେ ବ୍ୟବସାୟ କରି ତୋ ଭଳିଆ ଲୋକ କ'ଣ ଚଳିପାରିବ? ତା କରିପାରିବେ ମୋ ଦିଦି ଆଉ ସୁବାସ ଭାଇଙ୍କ ଭଳିଆ ଲୋକ। ତୁ ପାରିବୁନି ରେ। ହଁ, ତୋ ବହି ଲେଖା କେତେ ଦୂର ଗଲା? ଶକୁନ୍ତଳା ଆସିଥିଲା। ତୋ ବହି କଥା ସେ ପଚାରୁଥିଲା। ମତେ ଲାଗୁଛି ସେ ବୋଧେ ତତେ କେବେ ଭୁଲି ପାରିବନି। କ'ଣ ସବୁ ଯେ ହେଇଯାଉଛି। ସୁଖ ବୋଲି ଗୋଟେ ଜିନିଷ ମୋ କପାଳରେ ନାହିଁ ବୋଧେ। ଯୋଉଥିରେ ହାତ ମାରୁଛି ସବୁଥିରେ ଅସଫଳ ହେଉଛି। ନା ଚାକିରିରେ, ନା ବ୍ୟବସାୟରେ, ନା ଘର ସଂସାରରେ। ଏକୁଟିଆ ଥିଲି, ଖୁବ୍ ଭଲରେ ଥିଲି ସାର୍। ଆପଣ ଅବିବାହିତ ରହିଲେ, ହେଲେ ମୋତେ ଜଞ୍ଜାଳ ଭିତରକୁ ଠେଲିଦେଲେ। କ'ଣ ଲାଭ ପାଇଲେ ଆପଣ? ତୁମ ଉପନ୍ୟାସର ଆଉ କେତେ ଲେଖା ବାକି ଅଛି? ଶୀଘ୍ର ସରିଯିବ ନା ବେଶ ଦିନ ଘଟିଯିବ? ଅଧିକାରୁ ଅଧିକା ଆଉ 8-10 ଦିନ ଲାଗିବ। ଲେଖା ସରିଲେ କ'ଣ ହେଲା? ଛାପି ନ ପାରିଲେ ସବୁ ପରିଶ୍ରମ ବୃଥା ହେଇଯିବ। ଆରେ ତମେ ଆଗ ଲେଖା ଲେଖି ସାରିଦିଅ। ଲେଖା ଲେଖି ନ ସରିଲେ କାହାକୁ କିଛି କହିବାଟା ଉଚିତ ହେବ ନାହିଁ। ମୋର ଜଣେ ବନ୍ଧୁ ଅଛନ୍ତି, ସିଏ ଚାହିଁଲେ ଏ ବହିଟା ଛାପିବା ପାଇଁ ବିଶେଷ ଅସୁବିଧା ହେବନି। ତମେ ଆଗେ ଲେଖା ଲେଖି ସାରିଦିଅ। ଆପଣ ଯଦି ଏତିକି ମୋତେ ସାହାଯ୍ୟ କରନ୍ତେ, ମୁଁ ଆପଣଙ୍କ ଠାରେ ଋଣୀ ହେଇଯିବି। ମୁଁ ଆଗେ ତାଙ୍କୁ କଥାବାର୍ତ୍ତା କରି ଦେଖେ। ଭାବୁଛି ଇଆଡ଼ୁ ଆଡ଼ୁ ତାଙ୍କ ପାଖକୁ ପଳେଇଯିବି। ତମେ ବସି ଲେଖା ଲେଖି କରୁଥାଅ, ମୁଁ ପରେ ଆସି ତମକୁ ଜଣେଇବି। ତମ ସେ ଆଗ କବିତାଟି ମୋତେ ବହୁତ ଭଲ ଲାଗିଥିଲା।
समय केमती हुए तुमको कविता लिखिबा भाई? एणिकी तुम जितेबले भी कविता छापिब मते पढ़ा दब? बाबू पुरंजन, आज को 4 दिन हब तुमर गोटे पुओ ହେଇଛି। माँ छुआ आसी घरे अछंती। देवी भारी व्यस्त होची। थरे आसी पुओ को देखी गले भलो हुंता। केते दिन आउ देवी आम घर रहिबो? ताको तुम्हें पाखक नहीं जाओ। बाहा हवा झील एमती बाप घरे रहिले दुई कूल को निंदा। आसिले आउ सब साक्षात रे तुम अपेक्षारे रहिली। इति जदुनाथ। हेलो, नमस्कार। हाँ हाँ, अच्छा ताहले फाइनालाइज कर दियंतु। हाँ हाँ याठू आउ भल डील कौन है पारे? अच्छा अच्छा, नमस्कार। ସାର୍ ନମସ୍କାର। पुरंजन, बस। तुमको आउ टिके पर डकई पठे थांती। बहुत भल खबर अच्छी। तम बही अनुवाद पई इंडिया छड़ा फॉरेन रु अनेक प्रपोजल एडवांस सहित आसी। पुरंजन, तम मतामत कौन? जी एडवांस देइचंती तांकु दबा ना तांको भितर कंपटीशन करिया पई छाड़ दबा? जी आडभान्स देइचंती तांकु न दबाटा अन्याय हबो। बिक्री बढ़िले बळे पैसा पाइबा। तेणु मु अधिक लोभ करवाटा उचित मने करूनी। तम उदार एटीट्यूडटा बेस भल। जीवन रे खूब कम लोकों पाखरे एमती एटीट्यूड देखा मिले। एई पैसा रे गोटे भल फ्लैट निज फैमिली पे किणी नियो। एबे 5 लाख टंका देइची। आउ पैसा बही बिक्री होला परे पाइबो।
ସତରେ ପୁରଞ୍ଜନଟା ଗଲା କୁଆଡ଼େ? ନେ ମା ଯା। ଆଚ୍ଛା ପୁରଞ୍ଜନ କୁଆଡ଼େ ଗଲା? ମୁଁ ଟିକେ ପୁଅକୁ ଶୁଆଇ ଦିଏ ସେ ତାପରେ କଥା ହବା। ହଁ ଆଉ କ'ଣ କରିବା? କ'ଣ ଆଉ କରିବା? ଏ ପୁରଞ୍ଜନଟା ମଝିରେ କୁଆଡ଼େ ଗାୟବ ହେଇଗଲା, କ'ଣ କରିବା କହିଲ? ଯାଉ ଯୁଆଡ଼େ ଯାଉ, ଆସିବ ତ ଆଉ। ଏ ନେକ୍ସଟ ପାର୍ଟି କେବେ ହଉଛି? ବହି ରିପ୍ରିଣ୍ଟ ହେଲେ ତମେ ତାକୁ ଟିକେ ଏନକରେଜ କର, ସେ ଆଉ ଟିକେ ଆହୁରି ଲେଖୁ, ଆଉ ପବ୍ଲିଶ ବେବି କ'ଣ ହେଲା? ତମେ ଯାହା ଚାହୁଁଥିଲ ସେସବୁ ପାଇଗଲ। ଏଇଟା ରଖ। କପବୋର୍ଡ ଆଉ ବ୍ୟାଙ୍କ ଚେକ୍ ବହିର ଚାବି ସବୁ ଏଇଥିରେ ଅଛି। ମୋତେ ଆଉ ପରେ ଦୋଷ ଦେବନି ବୋଲି ମୋର ବିଶ୍ୱାସ। ମୋତେ ଏଥର ଯିବାକୁ ପଡ଼ିବ। କୁଆଡ଼େ? ଜାଣିନି। ଏ ବନ୍ଧନ ଭିତରୁ ଉନ୍ମୁକ୍ତ ହୋଇ ମୁଁ ଦୂରକୁ ଚାଲିଯିବାକୁ ଚାହେଁ। ମାନେ ଘର ଛାଡ଼ିଦବ? କ'ଣ ହେଲା? ଘର ଛାଡ଼ି ଚାଲିଯିବ? କ'ଣ ସବୁଦିନ ପାଇଁ? ସେସବୁ ମୁଁ ଠିକରେ କହିପାରୁନି। ଏ ପରିବେଶରେ ମୁଁ ଆଉ ରହିବା ସମ୍ଭବ ନୁହଁ। ମୋତେ ଅଣନିଶ୍ୱାସୀ ଲାଗିଲାଣି। କ'ଣ ଗାଁକୁ ଯିବ? ଏବେ ନୁହେଁ, ପରେ କେବେ ଯାଇପାରେ। ମୁଁ ଏସବୁରୁ ବହୁତ ଦୂରକୁ ଚାଲିଯିବାକୁ ଚାହେଁ। ମୁଁ ଜାଣିଥିଲି ଆଗରୁ ମୁଁ ୟାଙ୍କୁ ବାନ୍ଧି ରଖିପାରିବିନି।